ୟାକୁ ଆମ ନୂଆ ଘରକୁ କାହିଁକି ଆଣିଛ? ତାକୁ ସେ ପୁରୁଣା ଘରେ ଛାଡ଼ି ଦିଅ। ଆରେ ତୁ ଏମିତି କ'ଣ କହୁଛୁ? ତୁ ଭଲ ଭାବରେ ଜାଣୁ ଗୁଡିମା ଦୂର ସମ୍ପର୍କୀୟ ଭଉଣୀର ଝିଅ। ତା ବାପା ମା ଆଉ ଏ ଦୁନିଆରେ ନାହାନ୍ତି। ସେ ଆମ ସାଙ୍ଗରେ ରହିବନି ତ କୋଉଠି ରହିବ? ଗୁଡି ଚାଲେ, ମୁଁ ତତେ ତ ରୁମ୍ ଦେଖେଇଦେବି। ଆରେ ଗୁଡି, ଆମର ଏ ନୂଆ ଘରେ ଆଉ ରୁମ୍ ଖାଲି ନାହିଁ। ତୁ ଏଇ ଷ୍ଟୋର ରୁମ୍ ରେ କିଛି ଦିନ ରହିଥା। ଯେତେବେଳେ ବି ରୁମ୍ ଖାଲି ହେବ ତୁ ସେଠି ରହିପାରିବୁ। ଏଥିରେ ତୋର କିଛି ଅସୁବିଧା ନାହିଁ ତ? ନାଇଁ ଆଣ୍ଟି, ମୋର କିଛି ଅସୁବିଧା ନାହିଁ। ମତେ କେବଳ ଗୋଟେ ପ୍ରଶ୍ନର ଉତ୍ତର ଦିଅ। ମୋ ବାପା ମା କିଏ? ମୋର କିଛି କଥା ମନେ ନାହିଁ କାହିଁକି? ମୁଁ ତତେ ଆଗରୁ କହିଥିଲି, ଏକ ଝଡ଼ ବାତ୍ୟାରେ ତମ ଘର ଭାଙ୍ଗିଗଲା। ସେଇ ଘର ତଳେ ଚାପି ହେଇ ତୋ ବାପା ମା ଦୁନିଆରୁ ଚାଲିଗଲେ। କେବଳ ତୁ ବଞ୍ଚିଗଲୁ। କିନ୍ତୁ ତୋ ମୁଣ୍ଡରେ ବହୁତ ଜୋରେ ଆଘାତ ହେବା ଯୋଗୁ ତୁ ସବୁ ପୁରୁଣା କଥା ଭୁଲି ଯାଇଛୁ। ତୁ ଯେତେବେଳେ ବଡ଼ ହେବୁ ଧୀରେ ଧୀରେ ପୁରୁଣା କଥା ତୋର ମନେ ପଡ଼ିବ। ତୁ ସେସବୁ ଆଉ ଚିନ୍ତା କରନି। ଏବେ ଆରାମ କର। ସକାଳେ ଶୀଘ୍ର ଉଠିବୁ ଆଉ ମତେ କାମରେ ସାହାଯ୍ୟ କରିବୁ। ଠିକ ଅଛି ଆଣ୍ଟି। ମା, ମତେ ସେ ଝିଅ ଜମା ବି ଭଲ ଲାଗେନି। ତାକୁ ଆମ ଘରେ ରଖନି। ଆଜି ତାକୁ ଘରୁବାର କରିଦିଅ। ଆରେ ମା, ସେ କ'ଣ ଆମ ଘରେ ମାଗଣାରେ ରହିବ ଭାବୁଛୁ? ସେ ଆମ ଘରର ସବୁ କାମ କରିବ। ମୁଁ ଏକା ଏକା କେତେ କାମ କରିବି କହିଲୁ? ତୁ ତା ସହ ଝଗଡ଼ା କରିବୁନି। ହଁ, ଏବେ ଯା ଶୋଇବୁ। ସକାଳେ ତୋର ସ୍କୁଲ ଅଛି। ଗୁଡି, ଏ ଗୁଡି, ସକାଳ ହେଲାଣି, ଉଠୁ। ଯା ଶୀଘ୍ର ଘର ଝାଡୁ କରି ବାସନ ମାଜିବୁ। ମୁଁ ମୋ ଝିଅ ପାଇଁ ଏବେ ଜଳଖିଆ ତିଆରି କରୁଛି। ଆଚ୍ଛା ଠିକ ଅଛି ଆଣ୍ଟି। ଆରେ ମା, ଏଇ ନେ ତ ଟିଫିନ। ସାବଧାନରେ ସ୍କୁଲ ଯିବୁ। ଠିକ ଅଛି ମା। ଆରେ ଗୁଡି, ଏମିତି ଛିଡା ହେଇ ମୋ ଝିଅକୁ ଦେଖୁଛୁ କ'ଣ? ମୁଁ ତତେ ସ୍କୁଲ ପଠେଇ ପାରିବିନି। ମୋ ପାଖରେ ଟଙ୍କା ନାହିଁ। ଘରେ ଅନେକ କାମ ପଡିଛି, ଯା କରିବୁ। ଆଣ୍ଟି, ମୁଁ କାଲିରୁ କିଛି ବି ଖାଇନି। ଭାରି ଭୋକ ଲାଗିଲାଣି। ଏଇ କେତେଟା କାମ କରୁ କରୁ ଭାରି ଭୋକ ଲାଗୁଛି ୟାକୁ। କାଲି ରାତିର ରୁଟି ଦିଟା ଅଛି, ଯା ରୋଷେଇ ଘରେ ଖାଇ ନେବୁ। ଏମିତି ପ୍ରତ୍ୟେକ ଦିନ କାଉର ସ୍ତ୍ରୀ ସେ ଛୋଟ ଚଢ଼େଇ ଉପରେ ଅନେକ ଅତ୍ୟାଚାର କରୁଥିଲା। ତାକୁ ଘରର ସବୁ କାମ କରାଉଥିଲା। ଏହିପରି ଗୋଟେ ଦିନ, ଏଇ ଗୁଡି, ଏମିତି ଛିଡା ହେଇଛୁ କ'ଣ? ତତେ କ'ଣ ଦେଖାଯାଉନି? ବାହାରେ ବର୍ଷା ହେଉଛି। ଛାତ ଉପରେ ମୋ ଡ୍ରେସ୍ ଶୁଖୁଛି। ଯା ଶୀଘ୍ର ନେଇ ଆସିବୁ। ହଁ, ମୁଁ ଏବେ ଯାଉଛି। ଆରେ ରହ, ତୁ କୁଆଡେ ଯାଉଛୁ? ତୁ ଛାତକୁ ଯାନି। ବାହାରେ ବହୁତ ଜୋରେ ବର୍ଷା ହେଉଛି। ଶୁଣ ଗୁଡି, ଯାହା ବି ହେଇଯାଉ ତୁ କେବେ ବି ବର୍ଷାରେ ଭିଜିବୁନି, ବୁଝିଲୁ? ଭାବିଥିଲି ଏ ଗୁଡି ଛାତକୁ ଗଲେ ମୁଁ ଛାତର କବାଟ ବନ୍ଦ କରିଦେବି। ସାରା ରାତି ଗୁଡି ବର୍ଷାରେ ଭିଜି ଭିଜି ରହିବ। ଏ ଗୁଡିକୁ ମୁଁ ଆଉ ଘରେ ଦେଖିପାରିବିନି। ଯେମିତି ବି ହେଉ ମୁଁ ତାକୁ ଆମ ଘରୁ ବାହାର କରିକି ରହିବି। ମତେ କିଛି ବି ଉପାୟ ମିଳୁନି। କ'ଣ କରିବି? ଆରେ ହଁ, ମନେ ପଡ଼ିଲା। ଏମିତି କାଉ ଛୁଆ ଏକ ଯୋଜନା ବନେଇଲା। ଥରେ ମା କାଉ ବାହାରକୁ ଯାଇଥିଲା। ସେଇ ସୁଯୋଗରେ ସେ ସୁନାହାରକୁ ନେଇ ଗୁଡି ଘରେ ରଖିଦେଲା। ତାପରେ କାଉ ଛୁଆ କାନ୍ଦି କାନ୍ଦି ସମସ୍ତଙ୍କୁ ଡାକିଲା। ଆରେ ମା, କ'ଣ ହେଲା? ତୁ ଏମିତି କାନ୍ଦୁଛୁ କାହିଁକି? ବାପା, ତୁମେ ମତେ ମୋ ଜନ୍ମଦିନରେ ଯୋଉ ସୁନାହାର ଦେଇଥିଲ, ମୁଁ ତାକୁ ଚାରିଆଡେ ଖୋଜିଲି, ହେଲେ କୋଉଠି ବି ପାଇଲିନି। ମୋ ସୁନାହାର ଚୋରି ହେଇଯାଇଛି ବାପା। ଆମ ଘରକୁ କେହି ବି ଆସିନାହାନ୍ତି। ତ ସୁନାହାର ଚୋରି କେମିତି ହେବ? ତୁ ଭଲରେ ଟିକେ ଖୋଜି ଦେଖେ, ତୁ କୋଉଠି ରଖି ଦେଇଥିବୁ। ନାଇଁ ବାପା, ମୁଁ ସବୁଆଡେ ଖୋଜି ସାରିଛି। ମୁଁ ଜାଣିଗଲି ବାପା, ମୋ ସୁନାହାର କିଏ ଚୋରି କରିଛି। ଏଇ ଗୁଡି ଉପରେ ମୋର ସନ୍ଦେହ ହଉଛି। ନା, ମୁଁ ଚୋରି କରିନି, ମତେ ବିଶ୍ୱାସ କର। ବାପା, ୟା ରୁମକୁ ଖୋଜିଲେ ଜଣା ପଡିଯିବ ଇଏ ସତ କହୁଛି କି ନାହିଁ। ଏମିତି କହି କାଉ ଛୁଆ ଗୁଡିର ରୁମକୁ ଗଲା ଆଉ ସୁନାହାର ଧରି ବାହାରକୁ ଆସିଲା। ବାପା, ଏଇ ଦେଖ ମୋ ସୁନାହାର। ମୁଁ କହୁଥିଲି ନା, ଇଏ ହିଁ ମୋ ସୁନାହାର ଚୋରି କରିଛି। ଏଇ ଗୁଡି ମତେ ସବୁବେଳେ ଈର୍ଷା କରେ। ଆଜି ଦେଖ, ତାର ପ୍ରମାଣ ମିଳିଗଲା। ଅଙ୍କଲ, ମତେ ଆଉ ମାରନି, ଭାରି କଷ୍ଟ ହେଉଛି। ମୁଁ
କରିନି। ଆମେ ତତେ ଅନାଥ ଭାବି ଆମ ଘରେ ରହିବାକୁ ଦେଇଥିଲୁ, ଆଉ ତୁ ଆମ ଝିଅକୁ ଇର୍ଷା କରି ତାର ଜିନିଷ ଚୋରି କରୁଛୁ। ମୋ ସ୍ତ୍ରୀ ପାଇଁ ମୁଁ ତତେ କିଛି କହିପାରୁନଥିଲି, ହେଲେ ଆଜି ମୁଁ ତତେ ଛାଡ଼ିବିନି। ଯା, ଏବେ ହିଁ ଆମ ଘରୁ ବାହାରି ଯା। ଏମିତି ସେମାନେ ଗୁଡିକୁ ତାଙ୍କ ଘରୁ ବାହାର କରିଦେଲେ। ଗୁଡି କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ସେ ଗୋଟେ ଗଛ ମୂଳେ ବସି କାନ୍ଦୁଥିଲା। ସେତେବେଳେ ତା ପାଖକୁ କୁନି ଚଢ଼ି ଆସିଲା। ଆରେ ତୁ କିଏ? ତୁ ଏମିତି କାନ୍ଦୁଛୁ କାହିଁକି? ମୋ ନା ଗୁଡି, ମୋର ଏ ଦୁନିଆରେ କେହି ନାହାନ୍ତି। ତୁ ଆଉ ମନ ଦୁଃଖ କରନି, ତୁ ମୋ ସାଙ୍ଗରେ ମୋ ଘରକୁ ଚାଲେ। ଆଜିଠୁ ତୁ ଆମ ଘରେ ରହିବୁ। ମୋ ମା ତତେ ଦେଖିଲେ ବହୁତ ଖୁସି ହେଇଯିବେ। ତାପରେ କୁନି ଚଢ଼େଇ ଗୁଡିକୁ ଧରି ତାଙ୍କ ଘରକୁ ଗଲା, ଆଉ ତାର ମାକୁ ସବୁ ଘଟଣା କହିଲା। କୁନି, ତୁ ଗୁଡିକୁ ଆମ ଘରକୁ ଆଣି ଭଲ କରିଛୁ। ମା ଗୁଡି, ତୁ ଆଉ ମନ ଦୁଃଖ କରନି। ଆଜିଠୁ ତୁ ବି ମୋ ଝିଅ। ମୁଁ ଖାଇବା ରୋଷେଇ କରିଦେଇଛି, ଆସ ଖାଇ ନେବ। ମା ଆସିଗଲ। ଜାଣିଛ ଆଜି କଣ ହେଇଛି? ଆରେ ଆରେ, ତମେ ମାନେ କଣ କଲ? ଗୁଡିକୁ ଘରୁ କାହିଁକି ବାହାର କରିଦେଲ? ସେ ଚାଲିଗଲେ ଆମ ପାଖରେ ଆଉ କିଛି ବି ରହିବନି। ଆରେ ତୁ ଏମିତି ଚିନ୍ତା କାହିଁକି କରୁଛୁ? ସେ ଛୋଟ ଝିଅ ସହ ଆମର କିଛି ବି ସମ୍ପର୍କ ନଥିଲା। ମୁଁ ଏବେ ତମକୁ କିଛି ବି କହିପାରିବିନି। ଯେମିତି ବି ହେଉ ଗୁଡିକୁ ଖୋଜିକି ଆଣ। ଏମିତି କାଉ ଗୁଡିକୁ ଖୋଜିବାକୁ ଗଲା। ସେପଟେ ଚଢ଼େଇ ଘରେ ସମସ୍ତେ ଖାଇବା ଖାଇ ଶୋଇ ପଡ଼ିଥିଲେ। ହଠାତ୍ ସେହି ସମୟରେ ଜୋରରେ ବର୍ଷା ଆରମ୍ଭ ହେଇଗଲା। ସେଇ ଝଡ଼ ବର୍ଷାରେ ଚଢ଼େଇର ଘର ଭାଙ୍ଗିଗଲା। ସମସ୍ତେ ବାହାରକୁ ଆସିଲେ। ଯେମିତି ଗୁଡି ଉପରେ ବର୍ଷା ପାଣି ପଡ଼ିଲା, ସେ ଗୋଟେ ପରି ପାଲଟିଗଲା। ଏ କଣ ଗୁଡି, ତୁ ପରି କେମିତି ହେଲୁ? ହଁ, ମୁଁ ଜଣେ ପରି। ମୁଁ ଏତେ ଦିନ ଚଢ଼େଇ ରୂପରେ ଥିଲି। ମୋର ସବୁ କଥା ମନେ ପଡୁଛି। ମା, ମୋ ମାକୁ ଗୋଟେ ପିଶାଚି ବନ୍ଦୀ କରିଛି। ଥରେ ଅମାବାସ୍ୟା ରାତିରେ ଗୋଟେ ପିଶାଚି ମତେ ନେବା ପାଇଁ ଆସିଥିଲା। ମୁଁ ଏବେ କଣ କରିବି? ମୋ ଝିଅକୁ ପିଶାଚି ପାଖରୁ କେମିତି ରକ୍ଷା କରିବି? ମୋ ପାଖରେ ଏବେ ବେଶୀ ଯାଦୁଶକ୍ତି ନାହିଁ। ମୁଁ ପିଶାଚି ସହ ଲଢ଼େଇ କରି ପାରିବିନି। ତୁମେ କିଏ? ଆଉ ଏମିତି କାନ୍ଦୁଛ କାହିଁକି? ଆରେ ପକ୍ଷୀ, ଆମେ ଦୁଇ ଜଣ ପରି। ଗୋଟେ ଦୁଷ୍ଟ ପିଶାଚି ମୋ ଝିଅକୁ ନେବା ପାଇଁ ଆସିଛି। ମୋ ପାଖରେ ବେଶୀ ଯାଦୁଶକ୍ତି ନାହିଁ। ମୁଁ ପିଶାଚି ସହ ଲଢ଼େଇ କରି ପାରିବିନି। ପକ୍ଷୀ, ତୁ ମତେ ଟିକେ ସାହାଯ୍ୟ କର। ମୋ ଝିଅକୁ ତ ପାଖରେ ରଖ। ମୋ ପାଖରେ ବେଶୀ ସମୟ ନାହିଁ। ପିଶାଚି କେତେବେଳେ ବି ଏଠାକୁ ଚାଲି ଆସିବ। ପରି, ମୁଁ ତୁମକୁ ସାହାଯ୍ୟ କରନ୍ତି ଯେ, ହେଲେ ମୁଁ ବହୁତ ଗରିବ। ମୁଁ ତୁମ ଝିଅକୁ କେମିତି ମୋ ଘରେ ରଖିବି? ଆଉ ତାକୁ କଣ ଖାଇବା ଦେବି? ଚିନ୍ତା କରନି ପକ୍ଷୀ, ମୁଁ ତତେ ଅନେକ ସୁନା ଟଙ୍କା ଦେବି। ଏଇ ନେ, ଏସବୁ ଆଜିଠୁ ତୋର। ମୁଁ ମୋ ଝିଅକୁ ଏବେ ଗୋଟେ ସାଧାରଣ ପକ୍ଷୀ କରିଦେଉଛି, ଯେମିତି ତାକୁ କେହି ଚିହ୍ନି ପାରିବେନି। ମୁଁ ଜାଣେ ପିଶାଚି ମତେ ଏବେ ବନ୍ଦୀ କରିବ। ହାରି ପକ୍ଷୀ, ମୋର ଗୋଟେ କଥା ଭୁଲିବୁନି। ଆଉ ବର୍ଷେ ପରେ ମୋ ଝିଅ ଅନେକ ଶକ୍ତିଶାଳୀ ହେଇଯିବ। ଏବେ ମୋ ଝିଅର ପୁରୁଣା କଥା କିଛି ମନେ ରହିବନି, ହେଲେ ବର୍ଷେ ପରେ ଯେବେ ବି ବର୍ଷା ହେବ ତୁ ତାକୁ ଭିଜିବାକୁ କହିବୁ। ମୋ ଝିଅ ବର୍ଷା ପାଣିରେ ଭିଜିଲେ ତାର ପୁରୁଣା କଥା ସବୁ ମନେ ପଡ଼ିଯିବ, ଆଉ ସେ ମତେ ରକ୍ଷା କରିବାକୁ ଆସିବ। ଠିକ ଅଛି ପରି, ତୁମେ ଚିନ୍ତା କରନି। ତୁମ ଝିଅ ମୋ ପାଖରେ ସୁରକ୍ଷିତ ରହିବ। ଏମିତି କାଉ ମୋ ମାକୁ ମିଛ ପ୍ରତିଶ୍ରୁତି ଦେଇ ମୋ ଉପରେ ଅନେକ ଅତ୍ୟାଚାର କରିଛି। ମୋ ମାକୁ ନିଶ୍ଚୟ ପିଶାଚି ବନ୍ଦୀ କରିଥିବ। ଏବେ ମୋ ପାଖରେ ଅନେକ ଯାଦୁଶକ୍ତି। ମୁଁ ମୋ ମାକୁ ସେ ପିଶାଚି ପାଖରୁ ମୁକ୍ତ କରିବି। ଚଢ଼େଇ ଆଣ୍ଟି, କୁନି, ତମ ଦି ଜଣଙ୍କୁ ଅନେକ ଅନେକ ଧନ୍ୟବାଦ। ମୋ ବିପଦ ସମୟରେ ତମେ ମାନେ ମତେ ସାହାଯ୍ୟ କଲ। ଏ ଘର ଆଜିଠୁ ତମର। ଏ ଘରେ ତମେ ମାନେ ସବୁ ସୁବିଧା ପାଇବ। ମୁଁ ଏବେ ଯାଏ ପିଶାଚି ପାଖରୁ ମୋ ମାକୁ ମୁକ୍ତ କରିବି। ହଁ ଗୁଡି ମା, ତୁ ଏବେ ଯା, ତୋ ମାକୁ ମୁକ୍ତ କରିବୁ। ଆମ କଥା ତୋର ଯେବେ ବି ମନେ ପଡ଼ିବ ତୁ ଆମ ପାଖକୁ ଚାଲି ଆସିବୁ। ତାପରେ ପରିଛୁଆ ଧ୍ୟାନ କଲା। ସେ ଜାଣିଗଲା ପିଶାଚି ତାର ମାକୁ ଗୁମ୍ଫାରେ ବନ୍ଦୀ କରି ରଖିଛି। ସେ ଶୀଘ୍ର ସେଇ ଗୁମ୍ଫାକୁ ଗଲା। ଏଇପରି ଅନେକ ଦିନ ହେଇଗଲାଣି ମୁଁ ତତେ ସମୟ ଦେଇଛି, ହେଲେ ଆଉ ନୁହଁ। ମତେ ଶୀଘ୍ର କହ ତୋ ଝିଅ କୋଉଠି ଅଛି, ନହେଲେ ମୁଁ ଆଜି ତୋର ସବୁ ଶକ୍ତି ନେଇଯିବି।
ବର୍ଷେ ଉପରେ ହେଇଗଲାଣି, ହେଲେ ମୋ ଝିଅ ଏଯାଏ କାହିଁକି ଆସିଲାନି? ସେ ପକ୍ଷୀ କ'ଣ ମୋ ଝିଅକୁ କିଛି ବି କହିନି? କ'ଣ ଏତେ ଭାବୁଛୁ ପରି? ଭଲରେ କହିବୁ ନା ଦେଖିବୁ ମୁଁ ତୋ ସହ କ'ଣ କରିବି? ରହିଛ ପିଶାଚି, ବହୁତ ହେଇଗଲା। ତୁ ମୋ ମାର ଆଉ କିଛି କ୍ଷତି କରିପାରିବୁନି। ଏମିତି ପରିଚ୍ଛୁଆତା ଶକ୍ତିରେ ପିଶାଚୀକୁ ବନ୍ଦୀ କଲା ଆଉ ତାର ମାକୁ ମୁକ୍ତ କଲା। ତୁ ମତେ ବନ୍ଦୀ କାହିଁକି କଲୁ? ମତେ ମୁକ୍ତ କର, ମତେ ମୁକ୍ତ କର। ନା ପିଶାଚି, ତୁ ଆଉ କେବେ ବି ମୁକ୍ତ ହେଇ ପାରିବୁନି। ତୁ ମୋ ମାକୁ ଯେମିତି ବନ୍ଦୀ କରି ରଖିଥିଲୁ, ଏବେ ତୁ ସେମିତି ବନ୍ଦୀ ହେଇ ରହିବୁ। ଆରେ ମା, ଏତେ ଦିନ ଧରି ତୁ କାହିଁକି ଆସୁନଥିଲୁ? ସେ କାଉ କ'ଣ ତତେ କିଛି ବି କହିନଥିଲା? ହଁ ମା, ତମଠୁ ସୁନା ଟଙ୍କା ପାଇ ଧନୀ ହେଲା ପରେ ସେ କାଉ ମୋ ଉପରେ ଅନେକ ଅତ୍ୟାଚାର କରୁଥିଲା। ସେ ମତେ ଘରର ସବୁ କାମ କରାଉଥିଲା। ପରିଛୁଆ ତା ମାକୁ ସବୁ ଘଟଣା କହିଲା। କ'ଣ ହେଲା? ସେ ପକ୍ଷୀର ଏତେ ସାହସ? ସେ ମୋଠୁ ଟଙ୍କା ପାଇ ଧନୀ ହେଲା ପରେ ମୋ ଝିଅକୁ ଏତେ କଷ୍ଟ ଦେଇଛି। ମୁଁ ଏବେ ତାକୁ ଉଚିତ ଶିକ୍ଷା ଦେବି। ଚାଲ ମା, ତା ପାଖକୁ ଯିବା। ପରି, ତୁମେ ଏଠି? ହଁ ମୁଁ। ତୁ କ'ଣ ଭାବିଥିଲୁ ଦିନକୁ ଦିନ ମୋ ଝିଅକୁ କଷ୍ଟ ଦେଇ କାମ କରେଇବୁ ଆଉ ମୁଁ ସେମିତି ବନ୍ଦୀ ହେଇଥିବି? ମୋ ମା ମତେ ସୁରକ୍ଷା ଦେବା ପାଇଁ ତୁମ ପାଖରେ ରଖିଥିଲେ, ହେଲେ ତୁମେ ମାଠୁ ଟଙ୍କା ପାଇ ଧନୀ ହେଲା ପରେ ନିଜ କର୍ତ୍ତବ୍ୟ ଭୁଲିଗଲ। ମୋର ଭୁଲ ହେଇଗଲା ପରି, ମତେ କ୍ଷମା କରିଦିଅ। ମୁଁ ଲୋଭରେ ଅନ୍ଧ ହେଇଯାଇଥିଲି। ଦୟାକର ପରି, ମୋ ଉପରେ ଟିକେ ଦୟା କର। ମତେ କ୍ଷମା କରିଦିଅ। ହଁ ଗୁଡି ପରି, ମତେ ବି କ୍ଷମା କରିଦେ। ମୁଁ ବି ତୋ ସହ ଅନେକ ଖରାପ ବ୍ୟବହାର କରିଛି, ହେଲେ ଆଜି ମୁଁ ମୋ ଭୁଲ ବୁଝିପାରୁଛି। ନା, ତମ ମାନଙ୍କର କୌଣସି କ୍ଷମା ନାହିଁ। ମୁଁ ତମ ମାନଙ୍କୁ ଯାହା ବି ଦେଇଥିଲି ଏବେ ସବୁ ନେଇଯିବି। ଏମିତି ପରି ପୁଣି ଥରେ କାଉକୁ ଗରିବ କରିଦେଲା। ତାପରେ ସେ ତା ଝିଅ ସହ ସେଠାରୁ ଚାଲିଗଲା। କାଉ ମାନେ ନିଜ ଭୁଲ ବୁଝିପାରି ଅନୁତାପ କରୁଥିଲେ। ମୁଁ ଗଣିକି ଦେଖେ ସବୁ କୁକୁଡ଼ା ଘରକୁ ଆସିଛନ୍ତି କି ନାହିଁ। 1, 2, 3, 11। ହଁ, ସବୁ କୁକୁଡ଼ା ଘରକୁ ଆସିଛନ୍ତି। ଆରେ ମା ପିଙ୍କି, କୁଆଡେ ଗଲୁ? ଆ ଖାଇବୁ? ହଁ ଜେଜେମା, ଯାଉଛି। କୁକୁଡ଼ା ମାନେ, ତମେ ଏଠି ଥିବ, ବାହାରକୁ ଯିବନି। ମୁଁ ଏବେ ମୋ ଘରକୁ ଯାଇ ଆସୁଛି। ଆରେ ପିଙ୍କି ତ ଆମ ଘରର କବାଟକୁ ଖୋଲା କରି ଚାଲିଗଲା। ଯଦି ଆମ ଘରେ ଚୋର ପଶିଗଲା? ଆମ ମାଲିକ ପିଙ୍କି ଖୁବ ଭଲ, ମୁଁ ତାକୁ ଛାଡି କୁଆଡେ ବି ଯିବିନି। ଓହୋ, ତମେ ମାନେ ଏତେ ଡରନି। ଯଦି କୋଉ ଚୋର ଆମକୁ ନେବା ପାଇଁ ଆସିବ, ଆମେ ତାକୁ ଏମିତି ଖୁମ୍ବିବା ଯେ ସେ ଭୟରେ ଜାଗା ଛାଡି ଚାଲିଯିବ। ପିଙ୍କିର ବାପା, ମା, ଭାଇ, ଭଉଣୀ ସମସ୍ତେ ସହରରେ ରହୁଥିଲେ। ପିଙ୍କି ତା ଜେଜେମାଙ୍କୁ ବହୁତ ଭଲ ପାଉଥିଲା। ସେଥିପାଇଁ ସେ ସହରକୁ ନ ଯାଇ ତା ଜେଜେମାଙ୍କ ସହ ଗାଁରେ ରହୁଥିଲା। ପିଙ୍କି ଚଢ଼େଇ କିଛି କୁକୁଡ଼ା ପାଳିଥିଲା। ପିଙ୍କି ତା ଜେଜେମାଙ୍କ ପାଖକୁ ଗଲା। ସେହି ସମୟରେ ଆକାଶରେ ଏକ ପିଶାଚୀ ଚଢ଼େଇ ଉଡୁଥିଲା। ତାକୁ ଥକା ଲାଗିବାରୁ ସେ ଏକ ଗଛରେ ବସି ଆରାମ କଲା। ଗଛ ପାଖରେ ହିଁ ଥିଲା କୁକୁଡ଼ା ଘର। ଆରେ ବାଃ, ଏତେ ସୁନ୍ଦର ବାସ୍ନା କୋଉଠୁ ଆସୁଛି? ନିଶ୍ଚୟ ଆଖପାଖରେ କୁକୁଡ଼ା ଅଛନ୍ତି। କେତେ ଦିନରୁ ମୁଁ କୁକୁଡ଼ା ମାଂସ ଖାଇନି। ଯାଏ, ଏବେ ସେ କୁକୁଡ଼ା ମାଂସ ଖାଇ ମୋ ପେଟ ପୁରାଏ। ଆରେ ବାଃ, ମୁଁ ତ ଭାବିଥିଲି ଗୋଟେ କୁକୁଡ଼ା ମିଳିବ, ହେଲେ ଏଠି ତ ଦେଖୁଛି ଅନେକ ଗୁଡ଼ିଏ କୁକୁଡ଼ା ଅଛନ୍ତି। ଗୋଟେ ଗୋଟେ କରି ମୁଁ ଏବେ ସବୁ କୁକୁଡ଼ାକୁ ଖାଇଦେବି। ଏତେ ଭୟଙ୍କର ଚଢ଼େଇ ଏଠାକୁ କେମିତି ଆସିଲା? ଏବେ ଆମେ କଣ କରିବା? ଆମକୁ ଖାଅନି, ଆମକୁ ଛାଡ଼ି ଦିଅ। ତମ ମାନଙ୍କୁ ଛାଡ଼ିଦେଲେ ମୁଁ ଖାଇବି କ'ଣ? ମତେ ଭୋକ ଲାଗୁଛି। ଯଦି ତମେ ମାନେ ନିଜ ବଦଳରେ ମତେ ଆଉ କିଛି ଖାଇବା ଦେଇପାରିବ, ତାହେଲେ ମୁଁ ତମମାନଙ୍କୁ ଛାଡ଼ିଦେବି। ଏମିତି ଶୁଣି ଗୋଟେ କୁକୁଡ଼ା ଏକ ଉପାୟ ଚିନ୍ତା କରି କହିଲା, ହଁ ହଁ, ଆମ ପାଖରେ ଏମିତି ଗୋଟେ ଜିନିଷ ଅଛି ଯାହା ଖାଇଲେ ତୁମେ ଆମକୁ ଛାଡ଼ିଦେବ। ଆଚ୍ଛା ହଉ, ଯା ଶୀଘ୍ର ସେ ଜିନିଷ ଆଣିବୁ। ସେ କୁକୁଡ଼ା
ଅଣ୍ଡା ରଖାଯାଇଥିବା ଜାଗାକୁ ଗଲା। ଆଉ ଏକ ଅଣ୍ଡା ଧରି ପିଶାଚି ଚଢ଼େଇ ପାଖକୁ ଆସିଲା। ଏଇ ନିଅ ଆମ ଅଣ୍ଡା, ଏ ଅଣ୍ଡା ଖାଇ ଆମକୁ ଛାଡ଼ିଦିଅ। ନିଜ ଜୀବନ ବଦଳରେ ତୁ ମତେ ସାମାନ୍ୟ ଅଣ୍ଡା ଖାଇବାକୁ ଦେଉଛୁ। ମୁଁ ଆଗରୁ ଦିନେ ବି କୁକୁଡ଼ା ଅଣ୍ଡା ଖାଇନି। ଆଚ୍ଛା ହଉ ଦେ, ମୁଁ ଆଜି କୁକୁଡ଼ା ଅଣ୍ଡା ଖାଇକି ଦେଖେ କେମିତି ଲାଗୁଛି। ଆରେ ବା, ଏ ଅଣ୍ଡା ତ ଖୁବ୍ ଭଲ ଲାଗିଲା। ଯାଅ ଯାଅ, ମୋ ପାଇଁ ଆହୁରି ଅଣ୍ଡା ଆଣିବ। ତାପରେ କୁକୁଡ଼ା ମାନେ ପିଶାଚି ଚଢ଼େଇକୁ ସବୁ ଅଣ୍ଡା ଆଣିଦେଲେ। ପିଶାଚି ସବୁ ଅଣ୍ଡା ଖାଇଦେଲା। ତାକୁ ସେସବୁ ବହୁତ ଭଲ ଲାଗିଲା। ମୁଁ ଜାଣିନଥିଲି କୁକୁଡ଼ା ଅଣ୍ଡା ଏତେ ସ୍ୱାଦିଷ୍ଟ। ସବୁ କୁକୁଡ଼ା ଅଣ୍ଡା ତ ଖାଇଦେଲି, ଏବେ ମୁଁ ତମମାନଙ୍କୁ ଖାଇବି। ତୁମେ ତ ଏବେ କହିଲ ଅଣ୍ଡା ତୁମକୁ ଖାଇବା ପାଇଁ ଭଲ ଲାଗିଲା। ଏବେ ତୁମେ ଯଦି ଆମକୁ ଖାଇଦେବ, ଅଣ୍ଡା କେମିତି ପାଇବ? ଆମକୁ ଛାଡ଼ି ଦିଅ, ଆମେ ପ୍ରତ୍ୟେକ ଦିନ ଖାଇବା ପାଇଁ ତୁମକୁ ଅଣ୍ଡା ଦେବୁ। ଆଚ୍ଛା ଠିକ୍ ଅଛି, ମୁଁ ତମମାନଙ୍କୁ ଛାଡ଼ି ଦେଉଛି। ମୁଁ କାଲି ପୁଣି ଆସିବି, ମୋ ପାଇଁ ଅଣ୍ଡା ରଖିଥିବ। ତାପରେ ପିଶାଚି ସେଠାରୁ ଚାଲିଗଲା। ସେ ପାଖ ଗଛରେ ଯାଇ ଆରାମ କଲା। ସେ ଯିବା ପରେ ପରେ ପିଙ୍କି ତା କୁକୁଡ଼ା ଘରକୁ ଆସିଲା। ଆରେ, ମୁଁ କବାଟ ଖୋଲା କରିଦେଇଥିଲି। ମୋ କୁକୁଡ଼ା ଘରେ ଚୋର ପଶିନଥିଲା ତ? ମୁଁ ମୋ କୁକୁଡ଼ାଙ୍କୁ ଗଣି ଦେଖେ। ଯାହା ହଉ, ମୋର ସବୁ କୁକୁଡ଼ା ଠିକ୍ ଅଛନ୍ତି। ଆମେ ଏବେ ପିଙ୍କିକୁ କେମିତି କହିବା ଗୋଟେ ଭୟଙ୍କର ଚଢ଼େଇ ଏଠାକୁ ଆସି ଆମ ଅଣ୍ଡା ଖାଇଦେଲା? ହଁ, ପିଙ୍କି ତ ଆମ କଥା ବୁଝିପାରେନି। ଏବେ ଆମେ କ'ଣ କରିବା? ଚାଲ ସମସ୍ତେ ମିଶି ଅଣ୍ଡା ରଖାଯାଇଥିବା ଜାଗାକୁ ଯିବା। ପିଙ୍କି ସେଠାକୁ ଗଲେ ସବୁ ବୁଝିପାରିବ। ତାପରେ ସବୁ କୁକୁଡ଼ା ଧାଡ଼ି ବାନ୍ଧି ଅଣ୍ଡା ରଖାଯାଇଥିବା ଜାଗା ପାଖକୁ ଗଲେ। ଏସବୁ ଦେଖି ପିଙ୍କି ବି ତାଙ୍କ ପଛେ ପଛେ ଗଲା। ଏ କ'ଣ, ଏଠି ତ ଗୋଟେ ବି ଅଣ୍ଡା ନାହିଁ। ତା ମାନେ କ'ଣ ସତସତିକା ଚୋର ଆସିଥିଲା? ମୁଁ ଏବେ ଘରକୁ ଯିବା ସମୟରେ ଭଲ କରି କବାଟ ବନ୍ଦ କରି ଯିବି, ଯେମିତି ଆଉ କୋଉ ଚୋର ଏ ଘରେ ପଶି ପାରିବନି। ଏତେ ଚେଷ୍ଟା କଲା ପରେ ବି ପିଙ୍କି କିଛି ବୁଝିପାରିଲାନି। ସେ ପିଶାଚିକୁ ଚୋର ଭାବୁଛି। ପିଙ୍କି ସେ ଘରୁ ବାହାରିବା ସମୟରେ ସବୁ କୁକୁଡ଼ା ତା ରାସ୍ତା ଅଟକେଇଲେ। ଆରେ କ'ଣ ହେଲା? ତମେ ମାନେ ମତେ ଯିବାକୁ କାହିଁକି ଦେଉନ? ମୁଁ କହିଲି ପରା, ଆଉ ଚୋର ଏ ଘରେ ପଶି ପାରିବନି। ମୁଁ ଭଲରେ କବାଟ ବନ୍ଦ କରିଦେବି। ଏମିତି କହି ପିଙ୍କି ବାହାର ପଟୁ କବାଟକୁ ତାଲା ମାରି ସେଠାରୁ ଚାଲିଗଲା। ପରଦିନ ସକାଳେ ପିଶାଚି ଚଢ଼େଇ ପୁଣି ଥରେ କୁକୁଡ଼ାଙ୍କ ପାଖକୁ ଆସିଲା। ଆରେ ଏ କ'ଣ, ଚଢ଼େଇ କବାଟକୁ ତାଲା ମାରି ଭାବୁଛି ମତେ ଘରେ ପଶିବାକୁ ଦେବନି। କେତେ ବୋକା ଚଢ଼େଇ, ମତେ କେହି ଅଟକେଇ ପାରିବେନି। ଏମିତି କହି ପିଶାଚି ଚଢ଼େଇ ତା ଯାଦୁ ଶକ୍ତିରେ କୁକୁଡ଼ାଙ୍କ ଘର ଭିତରେ ପଶିଗଲା। କିରେ କୁକୁଡ଼ା ଦଳ, କବାଟକୁ ତାଲା ମାରି ଭାବୁଛ ମୁଁ ତମ ପାଖକୁ ଆସିପାରିବିନି? ନା ନା, ଆମେ ତ ତମକୁ ହିଁ ଅପେକ୍ଷା କରି ରହିଥିଲୁ। ତେବେ ଯାଅ, ମୋ ପାଇଁ ଅଣ୍ଡା ଆଣ। ପୁଣି ଥରେ ସବୁ କୁକୁଡ଼ା ଅଣ୍ଡା ଆଣି ପିଶାଚି ଚଢ଼େଇକୁ ଦେଲେ। ପିଶାଚି ଅଣ୍ଡା ଖାଇଲା ପରେ ସେଠାରୁ ଚାଲିଗଲା। ସେ ଯିବା ପରେ ପିଙ୍କି କୁକୁଡ଼ା ଘରକୁ ଆସିଲା। କିରେ, ଆଜି ତମେ ମାନେ ପୁଣି ମନ ଦୁଃଖ କରି ରହିଛ ଯେ? ତମମାନଙ୍କ ଅଣ୍ଡା କ'ଣ ଆଜି ବି ଚୋରି ହେଇଯାଇଛି? ମୁଁ ଶୀଘ୍ର ଯାଇ ଦେଖେ। ଆରେ କ'ଣ, ଏଠି ତ ଗୋଟେ ବି ଅଣ୍ଡା ନାହିଁ। ମୁଁ ତ କବାଟ ବାହାର ପଟୁ ବନ୍ଦ କରିଥିଲି। ଚୋର ଘର ଭିତରକୁ ପଶିଲା କେମିତି? ତମେ ମାନେ କ'ଣ କହୁଛ? ମୁଁ କିଛି ବି ବୁଝିପାରୁନି। ଚୋରକୁ ଧରିବା ପାଇଁ ମୋ ପାଖରେ ଏକ ଉପାୟ ଅଛି। ଆଉ ଥରେ ଯେବେ ବି ଚୋର ଏଠାକୁ ଆସିବ, ତମେ ମାନେ ଠିକ୍ ଏହିପରି ଶବ୍ଦ ବାହାର କରିବ। ଯଦି ତମେ ମାନେ ମୋ କଥା ବୁଝିପାରୁଛ, ପୁଣି ଥରେ ଏମିତି ଶବ୍ଦ ବାହାର କର। ବହୁତ ଭଲ। କାଲି ଯେତେବେଳେ ଚୋର ଏଠାକୁ ଆସିବ, ଠିକ୍ ଏମିତି ଶବ୍ଦ କରିବ। ମୁଁ ଶୀଘ୍ର ଏଠାକୁ ଆସିବି। ଏମିତି କହି ପିଙ୍କି ସେଠାରୁ ଚାଲିଗଲା। ସେ ଯିବା ପରେ କୁକୁଡ଼ା ମାନେ ନିଜ ଭିତରେ କଥା ହେଲେ। ପିଙ୍କିର ବୁଦ୍ଧି ତ ବହୁତ ଭଲ, ହେଲେ ପିଶାଚି ଆସିଲା ପରେ ଆମେ ଯଦି ଶବ୍ଦ ବାହାର କରିବା, ସେ ଯଦି ଆମ କଥା ବୁଝିଯିବ, ସେ ତ ଆମକୁ ମାରିଦେବ। ସେଥିପାଇଁ ତମେ ମାନେ ଚିନ୍ତା କରନି, ମୋ ପାଖରେ ଏକ ଉପାୟ ଅଛି। ଆମେ ତ ଜାଣିଛେ
ପିଶାଚି କୋଉ ସମୟରେ ଏଠାକୁ ଆସେ। ଠିକ୍ ତା ପୂର୍ବରୁ ଆମେ ଏମିତି ଶବ୍ଦ କରିବା। ପିଶାଚି କିଛି ଜାଣିପାରିବନି, ଆଉ ପିଙ୍କି ବି ପିଶାଚିକୁ ଦେଖିବ। ହଁ, ତୁ ଠିକ୍ କହିଛୁ। ଆମେ କାଲି ସେମିତି କରିବା। ପରଦିନ ପିଶାଚି ଆସିବା ପୂର୍ବରୁ କୁକୁଡ଼ାମାନେ ଶବ୍ଦ କଲେ। ତାଙ୍କ ଶବ୍ଦ ଶୁଣି ପିଙ୍କି ସେଠାକୁ ଆସିଲା। ସେ ଲୁଚି ଲୁଚି କୁକୁଡ଼ାଙ୍କ ଘର ଉପରେ ନଜର ରଖିଲା। ସେହି ସମୟରେ ପିଶାଚି ସେଠାକୁ ଆସି କୁକୁଡ଼ାଙ୍କ ଅଣ୍ଡା ଖାଇଲା। ଏସବୁ ଦୃଶ୍ୟ ଦେଖି ପିଙ୍କି ଖୁବ୍ ଡରିଗଲା। ଏଇ କ'ଣ ପିଶାଚି? ତା ମାନେ ମୋ କୁକୁଡ଼ା ଅଣ୍ଡା ଚୋର ନୁହଁ, ଏ ପିଶାଚି ଖାଉଥିଲା। ମୁଁ ଶୀଘ୍ର ତାନ୍ତ୍ରିକ ମାଙ୍କ ପାଖକୁ ଯାଏ। ଏବେ ସେ ହିଁ ସମସ୍ୟାର ସମାଧାନ କରିପାରିବେ। ଏମିତି ଚିନ୍ତା କରି ପିଙ୍କି ଶୀଘ୍ର ତାନ୍ତ୍ରିକ ବୁଢ଼ୀ ପାଖକୁ ଗଲା, ଆଉ ତାକୁ ସବୁ ଘଟଣା କହିଲା। ପରଦିନ ସମସ୍ତେ କୁକୁଡ଼ା ଘର ଭିତରେ ପିଶାଚିକୁ ଜଗିଥିଲେ। ପିଶାଚି ଘର ଭିତରକୁ ଆସିଲା, ଆଉ ସମସ୍ତଙ୍କୁ ଦେଖି ବହୁତ ରାଗିଗଲା। ଆଚ୍ଛା, ତାହେଲେ ତମେ ସମସ୍ତେ ସତ କଥା ଜାଣିଗଲ। ଏବେ ମୁଁ କାହାକୁ ବି ଛାଡ଼ିବିନି। ତମ ସମସ୍ତଙ୍କୁ ମାରି ଖାଇଦେବି। ତାନ୍ତ୍ରିକ ବୁଢ଼ୀ ତା ଯାଦୁ ଶକ୍ତିରେ ପିଶାଚିକୁ ଭସ୍ମ କରିଦେଲା। ତାପରେ ସେ ପିଙ୍କିକୁ କହିଲା, ଏବେ ଆଉ ଭୟ ନାହିଁ ପିଙ୍କି। ବହୁ ଦିନରୁ ମୁଁ ଏ ପିଶାଚି ବିଷୟରେ ଶୁଣିଥିଲି। ଇଏ ବହୁତ ଚଢ଼େଇଙ୍କର କ୍ଷତି କରିଛି। ଆଜି ତ ବୁଦ୍ଧି ପାଇଁ ମୁଁ ୟାକୁ ମାରିପାରିଲି। ଏବେ ମୁଁ ଯାଉଛି। ତାନ୍ତ୍ରିକ ବୁଢ଼ୀ ସେଠାରୁ ଯିବା ପରେ ସବୁ କୁକୁଡ଼ା ଖୁସି ହେଇ ପିଙ୍କିକୁ ଘେରିଗଲେ। ପିଙ୍କି ବି ତା କୁକୁଡ଼ାମାନଙ୍କ ପାଇଁ ଖୁବ୍ ଖୁସି ଥିଲା।